ତ ତାକୁ ହିଁ ବାହାବି। ସେ ଝିଅକୁ ନେଇକି ପଳେଇବି। ବାପାଙ୍କ କଷ୍ଟ ହବନି? ମୋ ପାଇଁ ସେ ଜୀବନ ବି ଦେଇପାରିବ। ହାଇ ସାଙ୍ଗମାନେ ଜୟ ଜଗନ୍ନାଥ। ମୁଁ ଶିବା ଆପଣ ସ୍ୱାଗତ କରୁଛି ଗୋଟେ ନ୍ୟୁଜ୍ ଭିଡ଼ିଓ। ଆଜି କିଛି ବ୍ଲଗିଂ ଭିଡ଼ିଓ ହବାର ନାହିଁ, ଗୋଟେ ପିଲାର ତାର ଲଭ୍ ଷ୍ଟୋରି କିଛି ଶୁଣିବାର ଅଛି, ଚାଲନ୍ତୁ ଶୁଣିବା ଆଜି। ସେ ପାଇଁ ମୋତେ ବାଧ୍ୟ କଲ କ'ଣ ପାଇଁ ଭିଡ଼ିଓ କର, କାଇଁ କ'ଣ କହିଲି? ଦର୍ଶକ ମୋ ଲଭ୍ ଷ୍ଟୋରିଟା ଜାଣନ୍ତୁ। ଆଉ ଖାଲି ଲଭ୍ ଷ୍ଟୋରି ନା ଫ୍ୟାମିଲି ଷ୍ଟୋରି, ସବୁ ଷ୍ଟୋରି? ସବୁ ସକଲ। ମୁଁ ଆଗରୁ କେତେ ଷ୍ଟଡି ବି କରିକି ଯାଇଛି। ଷ୍ଟଡି ମାନେ ଭାବୁଛ ନା ପଢିଛ? କୋଉଟା ଷ୍ଟଡିଟା? ମାନେ ଦିଟା କଥା କହୁଛ। ଷ୍ଟଡି ଗୋଟେ ପାଠ ଯାଉଛି, ଆଉ ଗୋଟେ ଭାବିବା କଥା। କୋଉଟା କରୁଛ? ଭାବିବା। ଷ୍ଟଡି ଭାବିଛ? ପଢା ପାଠ ପଢ ନା ନା ପାଠ ହଉଥିଲା, ପରିସ୍ଥିତି ମୋତେ ବାଧ୍ୟ କଲା। ଶୁଣ, ତମେ ତମ ନାଁଟା କୁହ, ଲୋକଙ୍କ ଆଡ୍ରେସ୍ ଦର୍ଶକମାନଙ୍କୁ ଆଡ୍ରେସ୍ ତମ ପରିଚୟ ଦିଅ। ମୋ ନାଁ ହେଲା ମନୋଜ ପାତ୍ର, ମୋ ବାପା ନାଁ ହେଲା ଶରତ ପାତ୍ର, ମୋ ବୋଉ ନାଁ ହେଲା ସୁକାନ୍ତି ପାତ୍ର, ମୋ ଭାଇ ନାଁ ହେଲା ଅଭିଷେକ ପାତ୍ର, ମୋ ଜିଲ୍ଲା ହେଲା ଯାଜପୁର, ଜେଜେ ନାଁ ନାରାୟଣ ପାତ୍ର, ମୋ ମା ନାଁ ହେଲା ଲୋଚନୀ ପାତ୍ର। ହଉ ଠିକ ଅଛି। ଆଉ ତମେ କ'ଣ କୁହ? ବାପା ବିଷୟରେ କ'ଣ କୁହ? ତମେ କହୁଛ ଯାହା କହୁଛ, ମନ ଖୋଲି କୁହ ଆଜି। କହିବି କ'ଣ? ପରିସ୍ଥିତି ଆମର ବହୁତ ଜଟିଳ ପରିସ୍ଥିତି। ଆଗରୁ ବାପା ବହୁତ କଷ୍ଟ କରିକି ଆଇଛି। ଛୁଆ ଦିନେ ମଣିଷ କଲା ହେଲେ ଆମେ ମଣିଷ ହେଲୁନୁ। ମୋ ବାପା ବହୁତ ଜୀବନରେ ବହୁତ କଷ୍ଟ କରିଛି। ବାପା ତ ସିନା ପାଠ ପଢିଲାନି, ହେଲେ ଆମକୁ ଯେତିକି ପଢେଇଛି, ନିଜ ଗୋଡରେ ଆମେ ନିଜେ ଠିଆ ହେଇଛୁ। ତମେ କ'ଣ କରୁଛ ନା କ'ଣ? ମୁଁ ଏଇନା ଗୋଟେ କମ୍ପାନୀ ଥିଲି ଆଗରୁ, ପାଉଥିଲି ମାସକୁ 15,000। ଏଇନା ହୋଟେଲ ଲାଇନ ଚାଲିଛି। ମାନେ ଲାଇଫ କ୍ୟାରିୟର ଦେଖିବାକୁ ପଡିବ ନା। କମ୍ପାନୀ କ'ଣ ସବୁବେଳେ ଥୋଡି ନା ଚାଲୁଥିବ କି? ଲାଇଫ କ୍ୟାରିୟର ଦେଖିବାକୁ ପଡିବ। ଆଉ ତମ ବାପା କ'ଣ କରନ୍ତି? ବାପା କଥା କୁହନ୍ତୁ। କ'ଣ ବାପା ରୁହନ୍ତି, ଯୋଉ କରନ୍ତି କ'ଣ ସିଏ? କରୁଥିଲେ, ବାପା ପରିଶ୍ରମ କାମ କରୁଥିଲେ। ବାପା ବହୁତ କାମ କରିଛି। ସବୁ ଜାଗା ସବୁଥିରେ ଜାଣିଛନ୍ତି ବାପା। ମାନେ ସବୁ ଜିନିଷ ଜାଣିଛନ୍ତି ନା? ସବୁ ମାନେ କ'ଣ କଥା? ସବୁ ଭିତରେ କ'ଣ? ସବୁ ଭିତରେ ମାନେ କ'ଣ? ସବୁ ଭିତରେ ମାନେ କ'ଣ? ସବୁ ଟେଣ୍ଟ କାମ, ତାପରେ ଆଉ ଇଏ କାମ, ଲାଇନ କାମ, ୱାରିଂ କାମ, କମ୍ବର କାମ, ଟିଅଲ କାମ। ତା ଭିତରେ ବାପା ଟିକେ ଦୋଷ ଅଛି, ଟିକେ ଦୋଷ ଅଛି। ଦୋଷ ନାହିଁ। ବାପା ଭୁଲ ଭାବୁଛନ୍ତି କ'ଣ? ବାପା ଟିକେ କହିଦଉଛି, ଚଢି କହିଦଉଛି। ଅଲଗା ପ୍ରକାର ସେ ମାନେ ଯାଅ ଦୋଷ ଅଛି। ସମସ୍ତେ ହାଲା ହେଲାନି ନା, ଗାଁ ହେଲାନି ଯେ ଦୋଷ ଅଛି, ଦୋଷ ଅଛି ନା। ସେଟା ଭାବନା ଭୁଲ ଭାବନା, ସନ୍ଦେହ। ବାପା ତ ସମ୍ପର୍କ ନେଇକି ବାପା ବିନା ପଇସାରେ ବାପା ସାହାଯ୍ୟ କରିବା କାହିଁକି କରୁଛି? କ'ଣ ପାଇଁ ମୋତେ ଏଇଟା କୁହ? ଏଟା ହେଲା ସମ୍ପର୍କର ହେଲା। ସେତିକି ସମ୍ପର୍କ ବାପା ରଖିଛି ବୋଲି 5 ଖଣ୍ଡ ଗାଁର ଲୋକ ମୋ ବାପା ପାଖକୁ ଯାଉଛନ୍ତି। ମୋ ବାପା କାହା ଗୋଟେ ତଳକୁ ଯାଉନି ନା। ହଉ, ଆଉ ତମ ଲାଇଫ୍ ତମ ମେନ୍ ପଏଣ୍ଟକୁ ଆସ। ତମେ ଷ୍ଟୋରିଟା, ତମ ଲଭ୍ ଷ୍ଟୋରିଟା କୁହ ଟିକେ, ଲୋକ ଜାଣନ୍ତୁ ତମ ଲଭ୍ ଷ୍ଟୋରିଟା। ମୋର କେମିତି ହେଲା ଷ୍ଟାର୍ଟିଂ ହେଲା କେମିତି ନା, ମୁଁ ଯାଇଥିଲି ଯଜ୍ଞକୁ। ମୋ ମାମୁଁ ଘର ହେଲା, ଯଜ୍ଞକୁ ଯାଇଥିଲି। ତାପରେ ସେଠି ମୋ ଗୋଟେ ଝିଅଟା ଆସିଥିଲା। ସେ କିନ୍ତୁ ମୋ ସାଙ୍ଗର ଭଉଣୀ ହେଲା। ମୋ ସାଙ୍ଗର ଭଉଣୀ। ତାପରେ ମୁଁ ଯେ ଯାଇଥିଲି, ଫ୍ରେଣ୍ଡସିପ ହେଲା। ଫ୍ରେଣ୍ଡସିପ ହେଲା ପରେ ତାପରେ ହେଲା, ଫ୍ରେଣ୍ଡସିପ ହେଲା। ତାପରେ ନମ୍ବର ଦେଇ ଚାଲିଲା। ତାପରେ ସେ କହିଲା ତମ ଘର କୋଉଠି? ମୁଁ କହିଲି ଆମ ଘର ଚଣ୍ଡିଖୋଲ। ସେ କହିଲା ଆମ ଘର ଜାରକା। ଦିଆହେଲା। ତାପରେ ଦିଆହେଲା ପରେ ତାପରେ ଫ୍ରେଣ୍ଡସିପ ଚାଲିଲା। ଫ୍ରେଣ୍ଡସିପ ଚାଲିଲା ପରେ ସେଇଠି କଥାବାର୍ତ୍ତା ଚାଲିଲା। ହାଲୋ ହାଏ। ସେଟା ମୋର ମାଇଣ୍ଡ ନେଚୁରାଲ ହେଇନଥିଲା। ଷ୍ଟାର୍ଟିଂ ମାଇଣ୍ଡ ମୋର ନେଚୁରାଲ ହେଇନଥିଲା। ସେଥିପାଇଁ ମୁଁ ମୋର ଖାଲି ଫ୍ରେଣ୍ଡସିପ କଣ ନା, ଝିଅ ପିଲା ସାଙ୍ଗ ମୁଁ କେବେ ହେଇନି ନା। ସେ ତ ଫାଷ୍ଟ ଝିଅ ପିଲା ସାଙ୍ଗ ହେଲି। ଝିଅ ପିଲା ସାଙ୍ଗ ହେଲି, ସେତେବେଳେ ମୋର ଗୋଟେ ଫିଲିଙ୍ଗସ୍, ଗୋଟେ ହାର୍ଟ ବିଟ୍ ବଢିଗଲା। ଝିଅ ପିଲା ମୋ ସାଙ୍ଗ ଗୋଟେ ହେଲା। ତାପରେ ସେଠୁ ମୁଁ ଭାବିଲା ପରେ ନମ୍ବର କେମିତି ନା, ମୋ ସାଙ୍ଗ ମୁଁ ବୁଲୁଛୁ। ତାପରେ ସେ ତମ କଥାବାର୍ତ୍ତା ହେଲା, ଆଉ କ'ଣ କରୁଛ ଇଏ ନାହିଁ। ମୁଁ କହିଲି ଆମ ଘର ଏଇଠି ସେଇଠି। ତାପରେ ପଚାରିଲି ପରେ ତାପରେ ସେ କହିଲା ଆଉ ଫୋନ ନମ୍ବରଟା ଦିଅ, ନମ୍ବରଟା କାମରେ ଆସିବ ହେଲା। ତାପରେ ନମ୍ବର ମେସେଜ ହେଲା। ମେସେଜ ହେଲା ପରେ ତାପରେ ଫ୍ରେଣ୍ଡସିପ ଆରମ୍ଭ ହେଲା। ଫ୍ରେଣ୍ଡସିପ ପରେ ତାପରେ ସିଏ ଦିନେ କ'ଣ ହେଇଛି ନା, ସେ ଝିଅଟା ମତେ
ଆଇ ଲଭ୍ ଲେଖିଦେଲା ମେସେଜରେ ମେସେଜରେ WhatsApp ନା ଇନଷ୍ଟାରେ କୋଉଥିରେ ହ୍ୱାଟ୍ସଆପରେ। ତମର ଚା ଖାଇ କେମିତି ଲାଗିଲା ଲାଗିଲା କେମିତି ସେଠୁ ମୋ ଛାତି ପୁରା ଆହୁରି ବଢିଗଲା, ଧରକଣ ପଡିଗଲା ପୁରା ଦେଖିଲା ମୋ ଦିଲକନ ଧଡ଼କନ ପୁରା ଜୋର, ହାର୍ଟବିଟ୍ ପୁରା ଜୋର ବଢିଗଲା। ତାପରେ ଆରେ ସେଇ ମାନେ ତମ ପୁରା ପ୍ରେମ ହେଇଗଲା ତମ ପ୍ରତି ହଁ ତାପରେ ମତେ ଗୋଟେ ଛାନିଆ ଲାଗିଲା, ଛୋଟ ପିଲା ନା ଛୋଟ ପିଲା ନା ଛୋଟ ପିଲାଟା। ତା ଦୁଇରେ ବି ମତେ ଗୋଟେ ଛାନିଆ ଲାଗିଲା, କଣ କି ତା ଭାଇ କାଳେ ମେସେଜ କରିଦେଇଥିବ କାଳେ, ସେଥିପାଇଁ ମୋର ଗୋଟେ ବଢିଗଲା ହେଲା। ବଢିଗଲା ଯେତେବେଳେ ମୁଁ କହିଲି ଭାଇ ମେସେଜ ଯଦି କରିଦେଇଥିବ ଧରା ପଡିବି, ତାପରେ କଣ ହବ, କେସ୍ ଫେସ୍ ହବ, ପୁଣି ଏତେ ଝାମେଲା ପୁଣି ଆମେ ହେଲୁ ଗରିବ ଘର ଲୋକ, ଆମ ପାଖରେ ଏତେ ପଇସା ନାହିଁ, ଏତେ କେସ୍ ଫେସ୍ ପଇସା କୋଉଠୁ ଆଣିବି। ତା ଭାବିଲା ପରେ ତା ପୁଣି ମୁଁ ଡାଉଟ୍ ରେ ବି ରହିଲି, କନଫର୍ମ ହେଇନି, କିନ୍ତୁ ମେସେଜ ରିପ୍ଲାଇ ଦେଲୁନୁ ଆଉ ରିପ୍ଲାଇ ଦେଲିନି। ତାପରେ ମୁଁ ଗୋଟେ ଯେହେତୁ ଗୋଟେ ଝିଅଟା ମତେ ଆଇ ଲଭ୍ ଲେଖିଲା, ମୁଁ କଣ ଏତେ ନାଳୁଆ ନୁହଁ ନା, ନିକମି ନୁହଁ ରିପ୍ଲାଇ ଦେବି ଡେରେ ରିପ୍ଲାଇ ଦେବି। ତାପରେ ମୁଁ ତାକୁ ଗୋଟେ ଆଟିଟ୍ୟୁଡ ଦେଖେଇଲି, ଆଟିଟ୍ୟୁଡ କଣ ଦେଖେଇଲି ମାନେ ଥିଲା ଆଟିଟ୍ୟୁଡ ଦେଖେଇଲି ଯେତେବେଳେ ମୁଁ କହିଲି ଏମିତି କଣ ଲେଖୁଛ, ମୁଁ ତମ ଫ୍ରେଣ୍ଡ ହେବି, ତମେ ଏମିତି କଣ, ମୁଁ ଲଭ୍ ଫଭ୍ ନକରା ନାହିଁ। ସେ କହିଲା କାହିଁକି, ମୁଁ କହିଲି ଆଜିକାଲି ଝିଅ ଲଭ୍ କରିକି 100% ଝିଅରୁ 90% ଟୋକାଙ୍କୁ ମାରି ଦଉଛନ୍ତି, ଆତ୍ମହତ୍ୟା କରିଦଉଛନ୍ତି, ଛାଡି ଦଉଛନ୍ତି। ଲୋକ ପୁରା ଯୋଉ ପୁଅ ପିଲା ଟୋଟାଲି ସୁସାଇଡ କରୁଛନ୍ତି, ସୁସାଇଡ ବସିବାକୁ ପଡିଲେଣି। ସେଠୁ ମୁଁ ଭାବିକି ଷ୍ଟଡି କଲି ଯେ ମୁଁ ନା ମୁଁ ଲଭ୍ ଫଭ୍ କରିବି ନାହିଁ ହେଲା, ମନକୁ ଦୃଢ ରଖିଲ କି ନା ହାତ କହିଦେଲି ମନକୁ ଦୃଢ ରଖିଲି। ତାପରେ ମୁଁ କହିଲି ମୁଁ ଲଭ୍ ଫଭ୍ କରିବି ନାହିଁ। ତାପରେ ସିଏ ମତେ ବହୁତ ଥର ଇଏ କଲା, ନା ମୁଁ ତମ ବିନା ମରିଯିବି, ଆଉ ଇଏ କରିଯିବି, ତମକୁ ଛାଡିକି ବଞ୍ଚି ପାରିବିନି, ତମକୁ ବହୁତ ଭଲ ପାଇସାରିଲିଣି ମନ ଭିତରେ। ପ୍ରଥମ ଦେଖାରୁ କହିଲା ଭଲ କହିଲା ତମ ଭିତରେ ମୋ ଉପରେ ଏମିତି ଗୋଟେ କଣ ଗୋଟେ ଫିଲିଂସ ଆସିଲାଣି ଯେ ମୁଁ ତମକୁ ଭଲ ପାଇଯାଇଛି, ବାହା ହେବି ହେଲା ଫାଇନାଲ। ତାପରେ ଆଗେଇଲୁ କଣ, ମତେ ବି ଗୋଟେ ଡର ଲାଗୁଥାଏ, ଗୋଟେ ଝିଅ ଗୋଟେ ମତେ ଭଲ ପାଇବ ଫାର୍ଷ୍ଟ ଟାଇମ୍, ମୁଁ ପୁଣି ଲଭ୍ ବି କରିନି। ଲୋକାଲ ତମେ ଖେଳ କରିଛ, ଲୋକାଲ ସେମିତି ଛୋଟ ବଡ ଏତେ ମୋ ବୁଦ୍ଧି ନାହିଁ ଥିଲା, ତାକୁ ଭଲ ପାଇବ ଖେଳ କରିଛ ଦୁନିଆରେ। ସେ ଷଣ୍ଢ ଯୋଉ ବାରିକି ଯିବ ସେ ବାରେ ଚାଷ କରିବ, ଫାଇନାଲ ନା ନାଇଁ, ସେଇଟା ହିଁ କଥା। ତାପରେ ମୁଁ ହେଲି ଷଣ୍ଢ, ସିଏ ହେଲେ ମାଟି ହାଣ୍ଡି, ତାଙ୍କର ଟିକେ ପାଟିଗଲା ମାନେ ସିଏ ଆଉ ସଇଲା ଆଉ। कितने तेजस्वी लोग हैं हमारे पास, कितने शानदार विचार रखते हैं। ମୁଁ ଭାବିଲି 4 ଦିନ ତାକୁ ଟାଇମ ଦେଲି, 4 ଦିନ ନୁହଁ 5-6 ଦିନ ହେଲା। 5-6 ଦିନ ମୋ ମନ ଭିତରେ ମୋର ଗୋଟେ ଫିଲିଂସ ଆସିଲା, ମୁଁ କହିଲି ଦେଖିବା ଟିକେ ଲଭ୍ ର ମାନେ କଣ। ତାପରେ ମୁଁ ଟିକେ ଲଭ୍ ଇଏ ଆଗକୁ ବଢିଲି, ମୁଁ ତାପରେ ଆଇ ଲଭ୍ ୟୁ ଟୁ ଲେଖିଲି। 10 ଦିନ ପରେ ମୁଁ ଜାଣିବାକୁ ଚାହୁଁଥିଲି ଝିଅଟା ମତେ ଭଲ ପାଉଛି କି ମତେ ଟାଇମ ପାସ୍ କରୁଛି ହେଲା। ସେଥିପାଇଁ ତ ମୁଁ ତାକୁ 10 ଦିନ ପର୍ଯ୍ୟନ୍ତ କିଛି କିଛି କହିଲିନି। ତାକୁ 10 ଦିନ ପରେ ତଥାପି ସେ 10 ଦିନ ପର୍ଯ୍ୟନ୍ତ ମତେ ମେସେଜ କରି ଚାଲିଲା। ପରେ ବି ତାକୁ ମୁଁ ଆଇ ଲଭ୍ ୟୁ ଟୁ ଲେଖିଲି। ତାପରେ ଚାଲିଲା ଆମର ହାଏ ହାଲୋ କଣ କରୁଛ, ଆଉ ଖାଇ ପିଇ ସାରିଲଣି, ଇଏ ସିଏ। ତାପରେ ମୁଁ ତାକୁ ପଚାରିଲି ତମ ଫ୍ୟାମିଲି କିଏ କିଏ ଅଛନ୍ତି, ଫ୍ୟାମିଲି ଅଛନ୍ତି ମୋ ଗୋଟେ ଛୋଟ ଭଉଣୀଟେ ଅଛି, बाय बाय टाटा गुड बाय गया। ବାପା ଅଛନ୍ତି ଆଉ ମା ଅଛି। ନା ବାପା ତାଙ୍କ ଏକ୍ସପାୟର ଡେଟ୍ କରିଦେଇଛନ୍ତି। ବାପା ଏକ୍ସପାୟର ଡେଟ୍ କରିଦେଇଛନ୍ତି କଣ ନା, ବାପା ବହୁତ ତା ବାପାଙ୍କୁ ପଚାରିଲି ଏତେ, ତା ବହୁତ ମଦ ଫଦ ପିଇକି ତା ବାପା ପୁରା ଏକ୍ସପାୟର ଡେଟ୍ ଚାଲିଗଲା। ବହୁତ ସେ କଷ୍ଟ ବି କରିଛି, କଷ୍ଟ ଭାବିଲା ମତେ କାନ୍ଦ ଲାଗୁଛି। ମାନେ ବାପା ମା ଯେତେବେଳେ ନାହାନ୍ତି ସଂସାରରେ ଯାହାର ହେଲା, ବାପା ମା ଯୋଉ ନାହାନ୍ତି ହେଲା, ସେ କେତେ ମାନେ ଇଏ ହଉଥିବ, ଅନାଥ ନା। ମତେ କଷ୍ଟ ଲାଗୁଛି ଏତେ ଅନାଥ ଛୁଆଙ୍କୁ ମୁଁ ଦେଖେ ନା, ଯେତେ ଯାହେଲେ ଗୋଟେ ଅନାଥ ଝିଅକୁ ମୁଁ କେବେ ମୋ ଜୀବନରେ ଧୋକା ଦବାକୁ ବି ଚାହୁଁନି। कितने तेजस्वी लोग हैं हमारे पास, कितने शानदार विचार रखते हैं। ଦେଖା ହେଲା ଯାତେରାରୁ ଷ୍ଟାର୍ଟିଂ। ମୋ ମାମୁଁ ଘର ଗୋଟେ ମେଳା ଗୋଟେ ଯାତ୍ରା ହୁଏ, ତାଙ୍କର 4 ଦିନ ଯାତ୍ରା ହୁଏ। 4 ଦିନ ଦେଖା ହେଲା। ହଁ, ସେ କହିଲା ତମେ ଦେଖା କରିବାକୁ ଆସିବ ନା ନାଇଁ, ମୁଁ କହିଲି ହଁ ମୁଁ ଯିବି। ମନରେ ସାହସ ରଖିକି
ପଇସା ଆଇଲି କୋଉଠି ନା ସୁଧି ଆଣିଲେ ସାଙ୍ଗ ନା ସାଙ୍ଗସାଥି ସୁଧି ଆଇଲିନି। ମୁଁ ସେତେବେଳେ କଣ କହିବି, ସେତେବେଳେ ମୁଁ ସନିଆ ସହିତ କାମ କରୁଥିଲି। ମାନେ ଦାଦା ଜଣେ ହବ, ତାଙ୍କ ସହିତ କାମ କରୁଥିଲି। ଭୁବନେଶ୍ୱରରେ କାମ କଲି, ବହୁତ ପରିଶ୍ରମ। ମୁଁ ଏଠି ଜାଣିବି ନଥିଲି କଷ୍ଟଟା କଣ, ଜୀବନରେ ଜୀବନର କଷ୍ଟଟା କଣ। ମୋ ବାପା ଯେତେବେଳେ ଖଟୁଥିଲା, ମୁଁ ଏତେ ବସିକି ଖାଉଥିଲି, ମଜା ମଜା ନଉଥିଲା। ମଜା ନଉଥିଲି। କେମିତି ଗଲ ପ୍ରଥମ ସକାଳୁ ମାନେ ଯୋଉ ଯିବ ରାତିରେ ନିଦ ନଥିଲା? ଆଁ? କାଲି ଯିବ ଆଜି ତମର ରାତିରେ ନିଦ ନଥିଲା? ନିଦ ନଥିଲା ମତେ। ମୁଁ ଦେଖା କରିବାକୁ ଯିବି ନା, ମନରେ ଗୋଟେ ଫିଲିଙ୍ଗସ୍ ଆସିଲା, ପୁରା ହାର୍ଟ ବିଟ୍ ବଢିଗଲା ବସି। ଯାହା ହଉ ଗୋଟେ ଦେଖା କରିବାକୁ ଯିବି ଆଉ ମାଣ୍ଡୁକୁ। ମୁଁ ଗୋଟେ ଭୟରେ ବି ଯାଉଥିଲି ଯେ, କଣ ନା ଭୟ, କାରଣ ମୋର ଯୋଉ ଚେହେରା, ମତେ କେହି ଗୋଟେ ଝିଅ ବି ପଟିବେନି। ଖାଲି ଫିଲ୍ଟର ମାରି ଷ୍ଟୋରି ପକେଇଦିଏ, ତାପରେ ମତେ କୋଉ ଝିଅ ବି ପଟେଇବେନି। ମୁଁ ଭାବୁଛି ମତେ ଦେଖିକି କାଳେ ରିଜେକ୍ଟ କରିଦେଲା, ସେଇଠି ଗୋଟେ କଣ ଗୋଟେ ବାଧିବ ନା, ଗୋଟେ ରିଜେକ୍ଟ କରିଦବ, ଗୋଟେ ଛୋଟିଆ କଥା କି, ଯାହା ବି ହେଲେ ଗୋଟେ ବାଧିବ। ମୁଁ ଭାବିଲି ସେ ଝିଅ ଟା କାଳି ହେଇଥିବ କି ଗୋରି ହେଇଥିବ। ମୋ କାଳି ହଁ ଭଲ ପାଇ, ମୋର କଳା ଘର ଟେ ସମ୍ପର୍କ ନଥିଲା। ପିଲା ମୋର ଭଲ ଥିବା, ମନ ହୃଦୟ ପୁରା ନିର୍ମଳ ଥିଲା। ବାହାରିଲି କଣ, ଗଲି କସିକି ଗୋଟେ ସାଙ୍ଗର ସହିତ ଗଲା ପରେ, ସେଠି ମୋ ସାଙ୍ଗ ଛାଡିଦେଲା ମତେ। ମୁଁ ସେଠି ମାମୁଁ ଘରେ ବି ଥିଲି, ତ ଡାକିଲା, ତାପରେ ସେଠି ଆଇଲି। ଆସିକି ତାପରେ ସେଠି ଇଏ କଲି, କଣ କହିଲ, ଦେଖା କଲି ତାକୁ ଗୁଚୁ ଫୁଚୁ ଖାଇଲୁ, ଦେଖା କରି ପଳେଇ ଆଇଲି। ତାପରେ ତମେ ଫୋନ କଲା, ଆଉ ଭଲ ପହଞ୍ଚିଲଣି କଣ, ଏବେ ବି ସୁଦ୍ଧା ଫୋନ କରୁଛି। ଆଉ ସେ କହିଲା ମତେ କଥା ଦିଅ, ଜୀବନ ସାରା କେବେ ବି ଧୋକା ଦବନି। ତାପରେ ମୁଁ ଭାବିଦେବି, ମୁଁ ପୁରା ଭାବି ଚିନ୍ତି ପୁରା ଡିସିସନ ନେବି। ବାହାବି ତ ତାକୁ ହିଁ ବାହାବି, ସେ ଯେତେ ପରିସ୍ଥିତି ହଉ ପଛେ ତା ହାତ କେବେ ଛାଡିବିନି। ହେଲା, ପୁରା ଯେତେ ବାଧା ବିଘ୍ନ ଆସୁ ପଛେ ତା ହାତ କେବେ ଛାଡିବାକୁ। ବାପା ମା ରାଜି ନ, ତମ ଘରେ ଜାଣିଛନ୍ତି ନା, ତାଙ୍କର ଜାଣିଛନ୍ତି, ଶାଶୁ ଦେଖିଛନ୍ତି ତାଙ୍କ ରାଜି, ଆଉ ତୋ ବାପା ମା ଜାଣିନାହାନ୍ତି? ବାପା ମା ଜାଣିଲେ କଣ ମନା କରିବେ? ମନା କଲେ ବି ମୁଁ ଝିଅକୁ ଆଣିବି। କୋଉ ନେଇକି କୁଆଡେ ଯିବ? ଝିଅକୁ ନେଇକି ପଳେଇବି। ବାପା ମା କଷ୍ଟ ହବନି? କଷ୍ଟ ହେଲେ ବାପା ମା ସେଇଠି ରହିବେ। ବାପା ମା ପୁଣି ଆଜି ନହେଲେ କାଲି ହେବେ। ମାନେ ଯେହେତୁ ପୁଅଟା ଭୁଲ କରିଛି, ବାପା ମା ସୁଧାରିବେ ନା ନାଇଁ। ଝିଅ ହାତରୁ ଖସିଗଲା, ଝିଅ ହାତରୁ ଖସିଗଲା ପରେ ଆଉ ଆସିବନି। ହେଲା, କାରଣ ଗୋଟେ ଝିଅ, ମୋ ଏଜ୍ ଏଇନା 20। ମାନେ କେତେ ଭଲ ପାଇଲଣି? ବର୍ଷେ। ମାନେ ତମ 19ରୁ ଯୋଉ ବୟସ ପାଠ ପଢିକି ଚାକିରି କରିବା କଥା, ସେଇ ଟାଇମରେ ଲଭ୍ କଲ। ମାନେ ଲଭ୍ ଟାଇମ ଜିନିଷ ଗୋଟେ ପଶିଗଲା ପୁରା। ତାପରେ ବାପା ମା ମନା ବି ବାଧ୍ୟ, ବାପା ମା କହିବେ ନା ତୁ ବାହା ହନା, ଇଏ କରନା ସିଏ କରନା, ତଥାପି ବାହା ହବ, ତାକୁ ନେଇ ପଳେଇବ। ତଥାପି ବାହାବି ନେଇ ପଳେଇବ। ଝିଅକୁ ନେଇକି ଯିବି କସି ଏକାଥରେ ଯୋଉ ଏଠିକି ହାଇଦ୍ରାବାଦ। ହେଲା, ମୋ ପାଗେଳିକି, ବୁଝିଲ କି, ମୋ ପାଗେଳି। ତମ ପାଇଁ ସେ କଣ କରୁଛି? ମୋ ପାଇଁ ସେ ଜୀବନ ବି ଦେଇପାରିବ। ଜୀବନ ଦେଲା ଛଡା ଆଉ କଣ, ଜୀବନ ଥିଲା ବୋଧେ କୁହ, ଜୀବନ ତ କିଏ ଦେଇଦବ? ଜୀବନ ଥିଲା ବୋଧେ ସେ କଣଟା କରୁଛି? ଜୀବନ ଥିଲା ବୋଧେ ମୋ ପାଇଁ ବହୁତ, ମୋ ମୋବାଇଲ ଟା ବି ଭାଙ୍ଗି ଯାଇଥିଲା, ମତେ ପଇସା ଦେଇଥିଲା, ସାହାଯ୍ୟ କରିଥିଲା ବହୁତ କିଛି। ମୁଁ ଯେତେ ଯାହା ରିଚାର୍ଜ ଫିଚାର୍ଜ ବି କରିଦେଇଛି ସିଏ, ସବୁ କିଛି। ବହୁତ ମିଶିକି ଖାଇଛ? ହଁ, ମିଶିକି ହୋଟେଲରେ ଖାଇଛୁ। ମତେ ଖୋଇ ଖାଇଛ, ରହିନୁ ହୋଟେଲରେ, ଏକାରେ ଖାଇଛୁ ପିଇଛୁ। ସେ ମତେ କହୁଛି ଆସ ରହିବା, କୋଉଦିନ ଯିବି ଦିନେ ତାକୁ ନେଇକି ପୁରୀ ରହିବ, ମୁଁ ରହିବି ସେଠି। ତାପରେ ରହିଲା ପରେ ରୁମ ଫୁମ ଭଡା ନେଇକି ତା ରହିବି। ରହିଲା ପରେ ସେଠି ହବ ଯାହା ଗୋଟେ ପ୍ରେମିକ ଭିତରେ ଯାହା ହବା କଥା ସେଟା ହବ। ସେଟା କେମିତି ବାହା ବୋଲି ମାନେ ଅଛି, ଆଜି କହୁଛ, କାଲି ଦୁଃଖର ଏଇ ଯୋଉ ସିଏ ତା ବାପା ମା ମନା କରିଦେଲା ତୁ ବାହା ହନା, ଅବସ୍ଥା କଣ ଏଠି ହବ? ବାପା ମା ସିଏ ବା କହିଲା, ମୋ ବାପା ମା ବି ରାଜି ନହେଲେ ବି ମୁଁ ତମ ସହିତ ପଳେଇବି, ତମେ ମତେ ନବ କି ନା ନାଇଁ। ଗୋଟାଏ କଥା, ଫାଷ୍ଟ ଆଣ୍ଡ ଲାଷ୍ଟ। ଆଜି ଧର ଇନକମ କରୁଛ, ଠିକ ଅଛି, କାଲି ଇନକମ ନ କରିପାରିଲ, ଇନକମ ନ କଲେ ବି ସେ ମୋ ସାଥିରେ ରହିବ। କେମିତି ମାନେ ଅଛି? ମୋ ପୁରା ଗ୍ୟାରେଣ୍ଟି, ମୋ ପ୍ରେମର ବିଶ୍ୱାସ ଅଛି। ବିଶ୍ୱାସ ଲଭ୍ ପାଇଁ କଣଟା କରିପାରିବ? ଲଭ୍ ପାଇଁ ମୁଁ ସବୁ କିଛି କରିଦେବି। କଣଟା କରିପାରିବ କହୁନ? ଜୀବନ ଦେଇଦେବି, ସବୁ କିଛି କରିଦେବି। ଜୀବନ ତ ଦେଲା ପରେ ତ ଯିଏ ନାହିଁ ସେ ମରିଯିବ, ଆଉ କଣ ଜୀବନ ଥିବା ତମେ କଣ କରିପାରିବ? ଯାହା ଚାନ୍ଦରୁ ଆକାଶକୁ ଚାନ୍ଦ ଆଣି ହାତରେ ଧରେଇଦେବି। ଚାନ୍ଦ କରିବ ଦେଖ କରୁଛ, ମାନେ ଯେତେଟା ଭଲ ଲଭ୍ ଟା ଖରାପ ନୁହେଁ। ଏଇ ବର୍ଷ ଲଭ୍ କରୁଛ ମାନେ ଭଲ ହଉଛ, ଠିକ ଅଛି। ଯେମିତି ବାପା ମା ଛାଡିଦେବି ସେ ପଳେଇବି, ସେ ଭଲ? ବାପା ମା ଆଜି ନହେଲେ କାଲି ହେବେ, ବୁଝିଲ କି। ତାପରେ ପ୍ରେମ ଟା ସବୁବେଳେ ରହିବନି, ଆଉ ପ୍ରେମର ରାସ୍ତା ଏତେ ଖସଡାରେ, ଯଦି ଟିକେ ଗୋଡ ଖସିଗଲା ଗାଣ୍ଡି ମାଡିକି ପଡିବ, ହେଲେ ପଛ ଘରୁ କେହି ଧରିବାକୁ ନଥିବେ।
ବାପା ମା କହିଲି ଛାଡିଦେଲା ପରେ ବାପା ମା ରହିବେ ସେ ବାପା ମା ହିଁ ରହିବେ। ରହିବେ ନା ନାଇଁ? ଝିଅ ଝିଅ ଗଲା ପରେ ଆଉ ଗୋଟେ ଘରକୁ ସିଏ ଗୋଟେ ଛୁଆର ମା ହେଇଯିବ, ତାପରେ ମୁଁ କଣ କରିବି? ଆଉ ଗୋଟେ ବାହାହବୁ କେମିତି ବାହାହେବି? କେମିତି ବାହାହେବି ମତେ ସେଇଟା ସିଚୁଏସନ ଦିଅ। ବାହାହବୁ ମୁଁ ଜଣକୁ ହାର୍ଡଲି ଭଲ ପାଉଛି ତାକୁ ମୁଁ ଛାଡିକି ରହିପାରିବି କି? ହଁ ମୁଁ ମାନୁଛି ବାପା ମାଙ୍କୁ ମୁଁ ଭଲ ପାଉଛି, ବାପା ମା ବିନା ରହିପାରିବିନି, ହେଲେ ଝିଅ ଟା କଣ କରେ? ଝିଅର ଗୋଟେ ଜୀବନ ନଷ୍ଟ ହେଇଯିବ। ତାପରେ ଦୁଇରେ ବି ତା ବାପାଟା ନାହିଁ ହେଲା। ଗୋଟେ ଝିଅକୁ ମୁଁ କେବେ ବି ଧୋକା ଦେବାକୁ ବି ଚାହୁଁନି। ବାପାକୁ ମୁଁ ଆଜି ପର୍ଯ୍ୟନ୍ତ ଆଉ ତମେ କୌଣସି ଟିକେ ସୁଖ ବି ଦେଇପାରିନି। ହଁ ଟିକେ ଏଇ ଭିଡିଓରେ କୁହନ୍ତୁ ତମ ଝିଅକୁ ଆଣ ନା କେବେ ଆଣିବା? ଆଣିବା ଆଉ ହଁ। ସେ ସିଚୁଏସନ ଆଇଲେ ମୁଁ ଆଣିବି, ଇଚ୍ଛାକୁ ଆଣିବି, ଅଟୋମେଟିକ ଦର୍ଶକ ବି ଦେଖିବି। ସେ ସିଚୁଏସନ ଆଇଲେ ମୁଁ ନେଇକି ଆସିବି ଅଟୋମେଟିକ। ତମ ଶୋ ଇଚ୍ଛା ଭିଡିଓ ଆସିଛ ତ? ହଁ ସୋ ଇଚ୍ଛା। ଆଗକୁ ତମ ପ୍ଲାନିଂ କଣ ଅଛି? ପ୍ଲାନିଂ ଅଛି କେମିତି ଘର ଫର କରିବି, ମାନେ ବାପା ମାଙ୍କୁ ମୁଁ ଖୁସିରେ ରଖିବି। ବାପା ମାଙ୍କୁ ଖୁସିରେ ରଖିବି, ପଇସା ବି ରଖିବି, ମାନେ ଝିଅ ଟାକୁ ମାନେ ଏକରୁ ସବୁଆଡୁ ଦେଖିବାକୁ ପଡିବ ନା। ବାପା ମା ରହିବେ ଖୁସିରେ, ଏକରୁ ଝିଅକୁ ଗୋଟେ ନେଇଯିବ। ବାପା ମା ମନ ଦୁଃଖ କରିବେ, ଇଏ କରିବେ, ବାପା ମା ମନା କଲେ ବି ମୁଁ ଝିଅକୁ ନେଇକି ଯିବି। ହିସାବରେ ଆଇଛନ୍ତି ଜଣେ, ସେଇରେ କଣ କହିବେ କୁହନ୍ତୁ ଟିକେ ଦାଦା। ଭାଇ ତମେ ତ ସମିତଙ୍କ ଲଭ କଥା ପଚାରୁଛ। କାହାକୁ? ମତେ? ହଁ ଆପଣଙ୍କୁ କହୁଛି। ତମେ ତ ସମିତଙ୍କ ଲଭ କଥା ପଚାରୁଛ, ଆପଣଙ୍କ ଲଭ ଟିକେ କହୁନାହାନ୍ତି। ମୋର ଲଭ ନାହିଁ। ଆପଣଙ୍କ ଲଭ ନେଇ ନା। ସେଇ କଥା ମନେ ଅଛି ଯୋଉ ଆମର କୋଳିଗଟା ଗୋଟେ ମନ୍ଦିର ଅଛି, ସେଇଠି ଯଜ୍ଞ ହଉଥିଲା, କପିଳେଶ୍ୱର ମନ୍ଦିର କୁହାଯାଏ। ଆଖପାଖ ଲୋକ ବି ଜାଣିଛନ୍ତି କପିଳେଶ୍ୱର ମନ୍ଦିର। ଆମେ 2 ଜଣ ଯାଇଥିଲୁ, ତମେ ବି ଆମ ସାଙ୍ଗେ ଯାଇଥିଲ। ମନେ ଅଛି ଗୋଟେ ଝିଅଟି ଆଇଥିଲା ମନେ ପକାଅ। ଯଜ୍ଞ ଟାଇମ୍ ରେ। ବହୁତ ଦିନ ହେଲା ଯଜ୍ଞ ଟାଇମରେ। ଯଜ୍ଞ ଟାଇମ୍ ରେ ମିନିମମ୍ ବର୍ଷ 1.5 ବର୍ଷ ତଳର କଥା କହୁଛି, ଆମେ ଯଜ୍ଞ ଯାଇଥିଲୁ। ସେଇ ଯଜ୍ଞରେ ଯଦି ସାଙ୍ଗ ତମେ ଆମକୁ ଛାଡି ଦେଇ କେମିତି ପଳେଇଲ? ହଁ ଆମକୁ ତ ନେଇ ପାରିଥାନ୍ତ ନା, ଆମକୁ ବି ସାଙ୍ଗ ନେଇପାରିଛ। ସାଙ୍ଗ ନା। ତମ ସାଙ୍ଗ କି ଆମେ ସିନା ବୟସରେ ସାନ ହେଲେ ବି ଆମେ ଆମ ସାଙ୍ଗେ ତମେ ବୁଲୁଛ, ଆମେ ବି ସାଙ୍ଗ ତମେ ବି ସାଙ୍ଗ। ତମ ସାଙ୍ଗ ଯିଏ ଆମ ସାଙ୍ଗ ବି ସିଏ। ସେ ତମେ କାଇଁ ଆମକୁ ଛାଡି ଦେଇକି ପଳେଇଲ? ପଳେଇ ଆଉ ଯଦି ବି ତମେ ଆମକୁ ଛାଡି ଦେଇ ପଳେଇଲ, କିନ୍ତୁ ଆମେ ତମ ପିଛା ଛାଡିନି। ଆମେ ଚାହୁଁଛୁ ଯେ ତମେ କଣଟା କରୁଛ ଆମେ ଆମେ ଦେଖିବାକୁ ଦେଖିବାକୁ ଚାହୁଁଥିଲୁ। ଚାହୁଁଥିଲୁ କଣଟା କରୁଛ। ଯଦି ତମ ଫ୍ରେଣ୍ଡ ଯାହା ବି ଫ୍ରେଣ୍ଡ ଭଳିଆ ରହିବ, କାଳେ ଲଭର ହେଇଥିବ କୋଉ କୋଣରେ ଯାଇ ଟିକେ ଦେଖା କରିଦବା, ଟିକେ କୋଉଠି କଣ କରିଦବା। ମାନେ ଆଜିକାଲି ସିଚୁଏସନ ଏଇଆ ଚାଲିଛି, କମନ ହେଇଗଲା କିସ୍ ଫିସ୍ ଆଜିକାଲି ଦୁନିଆରେ କମନ ହେଇଗଲା। କାଳେ ଆମେ କଣ ଗଲୁ? ଆମେ ଯେତେବେଳେ ତମ ପଛେ ପଛେ ଗୋଡେଇଲୁ, ତମେ କଣ କଲ ନା ମନ୍ଦିର ପଛକରେ ତମେ ତାକୁ ନେଇକି ଠିଆ ହେଇକି କଥା ହଉଥିଲ। ଆମେ ତ ମନ୍ଦିର କୋଉଠି? ସାମନାରେ ତମର କଥା ହଉଥିଲି ସାଙ୍ଗଟା ଆଉ ସେଇ ମନ୍ଦିର ପାଖରେ ନା। ଯେତେବେଳେ କଥା ହଉଥିଲ ସେଇ ଟାଇମରେ ତମେ ଆମକୁ ଦେଖିଦେଲ। ଆମକୁ ଦେଖିଲା ପରେ ଆମେ ତମ କତିକି ଗଲୁ। ସେଇ ଟାଇମ ରେ ଗୋଟେ ଝିଅଟେ ଡାଇଲଗ ମାଇଲା। ସେଇ ଡାଇଲଗ ଟା କଣ ମାଇଲେ ଶୁଣ। ସିଏ ମାଇଲେ ଯେ ଯୋଉ ଡାଇଲଗ ଟା ମାଇଲେ, ତମର ମନେ ଅଛି ନା ମନେ ନାହିଁ? ମୋର କିଛି ମନେ ନାହିଁ। ତମ ଲଭର ଯେ ସିଏ ତମ ସାଙ୍ଗ ଯେ ତମର ମନେ କେମିତି ନାହିଁ କୁହ? ସବୁ କେତେ କଥା କେତେ ସାଙ୍ଗ ଅଛନ୍ତି ନା, ଆମର କେମିତି ମନେ, ତମର କେମିତି ମନେ? ତମର ସେଇ ଉଦ୍ଦେଶ୍ୟ ଯାଇଥିଲ ନା 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 ଆମେ ଯାଇଥିଲୁ ତମକୁ ନେଇକି। ମୁଁ ଯଦି ସେମିତି ଥାନ୍ତେ ଲଭର ଥାନ୍ତେ ସିଏ, ମୁଁ ତମକୁ କାହିଁ ସାଙ୍ଗରେ ଥାନ୍ତି? ମୁଁ ଦେଖା କରିଥାନ୍ତି ନା। ଏଟା ମାଇଣ୍ଡ ପୁରା କଥା ପୁରା ମାନୁଛି ସେ ତମ ସାଙ୍ଗ, ଆମେ ମାନୁଛୁ ସେ ତମ ଲଭର। ତମେ ଭାବୁଛ ତମର ସାଙ୍ଗ ଭାବୁଛ, ଆମେ ଭାବୁଛୁ ତମ ଲଭର। ଆମେ ସିଏ ଡାଇଲଗ ସେଇଟା ମାଇଲେ ଯେ ତମ ପାଖରେ ଯଦି ପଇସା ନାହିଁ ଆସ ମୁଁ ତମକୁ ଖାଇବାକୁ ଦଉଛି। ସେ କଣ ପାଇଁ ଏମିତି କହିଲେ? ଆରେ ଆମେ ଯେହେତୁ ଯାଇଲେ ମୋର ତ ମନେ ପଡୁନି, ସାଙ୍ଗ ଯାହେଲେ ଖାଉଦବ ଭଲ ମିଶା ଖାଇବ ନା, ସିଏ ସବୁ ଆମେ ଦବୁ। ତମେ ଏଠି କଥାବାର୍ତ୍ତା ହେଲ, ବାଣ ଚାଣ ହେଲ, ସିଏ ଖାଇବ ଦେବେନି ମଧ୍ୟ। ଆଉ ଯେହେତୁ ଆମେ ପୁଅ ପିଲା ନା, ସାଙ୍ଗଟା ନା, ଯେହେତୁ ଆମେ ସିଏ ଭାବିଲେ କଣ ନା, ଆମେ କାଳେ ତାଙ୍କୁ ଡାକିଲୁନୁ, ସେଇଥିପାଇଁ ସିଏ ଭାବିଲେ ଏଇଥିପାଇଁ କହିଲେ ତମ ପାଖରେ ପଇସା ନାହିଁ ମତେ ଦବାକୁ, ତମେ ନିଅ ଖାଅ। ତମେ ଖାଇଲୁନି ଏଠି, ତମେ ଖାଇଥାନ୍ତ ଏଠି। ଆମେ କେମିତି ତମ ସାଙ୍ଗ ସିଏ କହିବ ତମେ ଖାଇଥାନ୍ତ, ଚାଲ ଖାଇବା। ଛାଡ, ସେ ତମ ସାଙ୍ଗ ହଉ କି ଲଭର, ତମେ କହିଲ ତମେ ଆମକୁ ଡାକିଥାନ୍ତ। ଆଉ ଦୀପକ ଆଉ ମନୋଜ ଆସ ଖାଇବ। ତମେ ଡାକିଥାନ୍ତ। ସାଙ୍ଗ କି ମୋ ସାଙ୍ଗ କି ମୁଁ ପଇସା ଦବା, ମୋ ସାଙ୍ଗ ପଇସା ଦବା ନା। ତମେ ଆସ, ତମେ କଣ କଲ ନା, ତମେ ଆମକୁ ଡାକିଲନି, ଆମକୁ ଫେର ଛାଡି ଦେଇ ତା ସାଙ୍ଗରେ ପଳେଇଲ। ତା ସାଙ୍ଗରେ ପଳେଇଲ। ଆମେ ତାକୁ ପଚାରିଲୁ କଣ ଆଉ ଭାଇ ଇଏ ତମର କଣ ହେବେ? ତମେ କହିଲ ମୋ ଫ୍ରେଣ୍ଡ। ଯଦି ଫ୍ରେଣ୍ଡ ଆମକୁ କାହିଁ ନେଲନି ସେତେବେଳେ? ଆମେ କଣ କଥା ଭଲ ମନ୍ଦ ସବୁ ସାଙ୍ଗ ଅଛି, ତମେ ଶୁଣିବ କି? ଆମ ସାଙ୍ଗ ସମସ୍ତେ ସିଏ ତମକୁ ନେଇଥିଲି ଠିକ ଅଛି, ଏଇଟା ଘର ପାଖରେ ଚାଲ ଯିବା, ତାହେଲେ ତମକୁ କହିହବ ଚାଲ ଆମେ ଯିବା, ଇଏ ସାଙ୍ଗ ଅଚାନକ ଦେଖାଗଲା, ମତେ ଦେଖାଗଲା। ହଁ କୁହ ଆଉ କଣ? ଆଉ ତମେ ଟିକେ ଜାଣିଛ ଗୋଟେ ସାହାଯ୍ୟ କର ଭାଇ, ଇଏ ବହୁତ ମାନେ ଅବାଟୁ ପଳେଇଲାଣି ହେଲା। ଦାଦା ହିସାବରେ ସାହାଯ୍ୟ କିଛି କର, ମୁଁ ଏଇଟା କହୁଛି। ବାଟରେ ବୁଝା ଟିକେ ବହୁତ ଆଗକୁ। ଆରେ ବୁଝୁଛି, ମୁଁ ମାନୁଛି ଗୋଟେ ଝିଅକୁ ଲଭ କରୁଛି। ଆରେ ତୁ ଲଭ କର, ମନା ନାଇଁ ଲଭ। ଦେଖୁନା ପିଲା ଗୋଟେ ଲଭ କରୁଛି, ରାତି ଦିନ 24 ଘଣ୍ଟା କଥା ହଉଛି। ଚେହେରା ଟିକେ ଦେଖ ଟିକେ କେମିତି ହେଲାଣି। ତମ ନିଜ ଚେହେରା ଟିକେ ଦେଖ କେମିତି ହେଲାଣି। ମାନୁଛି
ଝିଅଟା ଭଲ ଝିଅ ମୁଁ ମନୁନି ଖରାପ ତା ଘର ହଉଛି କୋଉଠି ତା ଘର ଟିକେ କହିଲେ ମୁଁ ଟିକେ ଜାଣିନି ଭଲସେ ଆପଣ ଟିକେ କୋଉଠି ଜାରକା ନା କୋଉ ଜାଗା ଜାରକା ମହୋତ୍ସବ ପାଖରେ ନା ବାସ୍ ଜାରକା ମହୋତ୍ସବ ପାଖରେ ସେ ତମ ମାଉସୀ ଘର ଥିଲା ନା ସେଇ ମାଉସୀ ଘର ପାଖରେ ଯାଇ ତାକୁ ପଟେଇକି କରୁଛ ଠିକ ଅଛି ବସ୍ ବସ୍ କମ ଘର ଆଗେ ବୁଝାବୁଝି କର କାହିଁ ହଉଛ ବାଟ ଯାଉଛ